ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ହେଉଛି ଜାନୁଆରୀ ମାସ 12 ତାରିଖ ସୋମବାର। ଆପଣମାନଙ୍କ ପାଇଁ ନେଇ ଆସିଛି ଆଜି ଦିନର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରିଦିଅନ୍ତୁ। ତା ପୂର୍ବରୁ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ପ୍ରତିଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ଏବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର 15ରେ ବରଗଡ଼ ଜିଲ୍ଲା ଅକଛକ ବନ୍ଦ, ଅନୁପ୍ରବେଶକାରୀଙ୍କୁ ହଟାଇବା, ଅପରାଧ ନିୟନ୍ତ୍ରଣ ଦାବି। ବରଗଡ଼ ଜିଲ୍ଲାରୁ ବାଂଲାଦେଶୀ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ହଟାଇବା ଏବଂ ଅପରାଧ ନିୟନ୍ତ୍ରଣ ଦାବି ନେଇ ବଜରଙ୍ଗ ଦଳ ଆସନ୍ତା 15 ତାରିଖ ବରଗଡ଼ ଜିଲ୍ଲା 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଉକ୍ତ ଦିନ ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ସରକାରୀ ବେସରକାରୀ ଦପ୍ତର, ସ୍କୁଲ, କଲେଜ, ଅକଛକ ବନ୍ଦ ରହିବ ବୋଲି ବଜରଙ୍ଗ ଦଳର ବରଗଡ଼ ଜିଲ୍ଲା ସଂଯୋଜକ ସଞ୍ଜୀବ କୁମାର ମେହେର ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନ 10ଟାରେ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବୈଠକ ହୋଇଥିଲା। ବଜରଙ୍ଗ ଦଳର ଆହ୍ୱାନକ୍ରମେ ଅନୁଷ୍ଠିତ ଏହି ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିବା ସହିତ ନିଶା କାରବାର ଅପରାଧ ବୃଦ୍ଧି ଚିନ୍ତାଜନକ ହୋଇପଡ଼ିଛି ବୋଲି ବୈଠକରେ ସମସ୍ତେ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ଏହାର ପ୍ରତିବାଦରେ ଆସନ୍ତା 15 ତାରିଖ ବରଗଡ଼ ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ଖବର, ରାଉରକେଲା ବିମାନ ଦୁର୍ଘଟଣା ସ୍ଥଳରେ ପରିବହନ ସଚିବ ଉଷା ପାଢ଼ୀ। ରାଉରକେଲାରେ ଚାଟ୍ର ବିମାନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପରିବହନ ସଚିବ ଉଷା ପାଢ଼ୀ। ଏହି ଦୁର୍ଘଟଣାର ତଦନ୍ତ କରିବ ଏଏଆଇବି ଓ ଡିଜିସିଏ। କେମିତି ଦୁର୍ଘଟଣା ହେଲା ଏବଂ କାହିଁକି ଫୋର୍ସ ଲ୍ୟାଣ୍ଡିଂ କରାଗଲା ତାହା ତଦନ୍ତ କରିବେ। ବରିଷ୍ଠ ଅଧିକାରୀଙ୍କ ସହ ପରିବହନ ସଚିବ ଆଲୋଚନା କରିଛନ୍ତି। ଏଥିସହିତ ଆତଙ୍କଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଭୁବନେଶ୍ୱରରୁ 2 ଜଣିଆ ଡାକ୍ତରୀ ଟିମ୍ ରାଉରକେଲାରେ ପହଞ୍ଚିଛନ୍ତି। ଶନିବାର ଅପରାହ୍ନରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ 9 ଆସନ ବିଶିଷ୍ଟ ଇଣ୍ଡିଆ ୱାନ୍ ଏୟାର ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ 6 ଜଣ ଆହତ ହୋଇଥିଲେ। ବିମାନଟି ରାଉରକେଲାର ରଘୁନାଥପାଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ପରବର୍ତ୍ତୀ ଖବର, ଚାଷୀଙ୍କ ଅପେକ୍ଷାରେ ହେଲା ଅନ୍ତ। ଏହି ଦିନ ଖାତାକୁ ଆସିବ 2000 ଟଙ୍କା, ମିଳିପାରେ ଡବଲ ଖୁସି ଖବର। ଚାଷୀଙ୍କ ପାଇଁ ଖୁସି ଖବର, ଯେଉଁ ସମୟକୁ ଅପେକ୍ଷା କରିଥିଲେ ସେହି ସମୟ ଏବଂ ସମସ୍ତଙ୍କର ସାମ୍ନାରେ ଏଣିକି ଆଉ ଅପେକ୍ଷା କରିବାକୁ ପଡ଼ିବନି, କାରଣ ଏହି ଦିନ ଚାଷୀଙ୍କ ଖାତାକୁ ଆସିଯିବ ଟଙ୍କା। ହଁ ଆଜ୍ଞା, ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଆର୍ଥିକ ସହାୟତାର ଏକ ପ୍ରମୁଖ ଉତ୍ସ ପାଲଟିଛି। କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହି ଯୋଜନାରେ 21ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ସଫଳତାର ସହ ପଠାଇଥିବା ବେଳେ ଏବଂ ଚାଷୀମାନଙ୍କ 22ତମ କିସ୍ତି ଉପରେ ନଜର ରଖିଛନ୍ତି। ସରକାର ନିୟମ ଅନୁଯାୟୀ ଏହି ଟଙ୍କା ବର୍ଷକୁ 3 ଥର ଏପ୍ରିଲ, ଜୁଲାଇ, ଅଗଷ୍ଟ, ନଭେମ୍ବର ଏବଂ ଡିସେମ୍ବର, ମାର୍ଚ୍ଚ ମଧ୍ୟରେ ପ୍ରଦାନ କରାଯାଏ। ଯେହେତୁ ପୂର୍ବ କିସ୍ତି ନଭେମ୍ବର 2025ରେ ଜାରି କରାଯାଇଥିଲା, ପରବର୍ତ୍ତୀ 22ତମ କିସ୍ତି ଡିସେମ୍ବର ଏବଂ ମାର୍ଚ୍ଚ ମଧ୍ୟରେ ଜାରି କରାଯିବାର ଯୋଜନା ରହିଛି। ହେଲେ ପୂର୍ବ ନିୟମ ଏବଂ ପ୍ରଶାସନିକ ପ୍ରସ୍ତୁତି ଉପରେ ଆଧାର କରି ଆକଳନ କରାଯାଉଛି ଯେ ସରକାର ମାର୍ଚ୍ଚ 2026 କିମ୍ବା ଏପ୍ରିଲ 2026 ଆରମ୍ଭରେ 22ତମ କିସ୍ତି ପ୍ରଦାନ କରିପାରନ୍ତି। ବଜେଟରେ ଚାଷୀଙ୍କ ଭାଗ୍ୟ ବଦଳିବ କି? ସାରା ଦେଶ ବର୍ତ୍ତମାନ ସାଧାରଣ ବଜେଟକୁ ଅପେକ୍ଷା କରିଛି, ଯାହା ଫେବୃଆରୀ 1 ତାରିଖରେ ଉପସ୍ଥାପିତ ହେବ। ଯେତେବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନା କରିବେ, ଏହା ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର ଆଣିପାରେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନେ ବାର୍ଷିକ 6000 ଟଙ୍କା ପାଉଛନ୍ତି, ଯାହାକୁ 3ଟି ସମାନ 2000 ଟଙ୍କା କିସ୍ତିରେ ବଣ୍ଟନ କରାଯାଉଛି। ମୁଦ୍ରାସ୍ଫୀତି ଏବଂ ଚାଷୀର ବୃଦ୍ଧି ପାଉଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ପରିମାଣ ବୃଦ୍ଧି କରିବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଛି। ତେଣୁ ଏହି ବଜେଟରେ ସରକାର ସମ୍ମାନ ନିଧି ପରିମାଣ ବୃଦ୍ଧି ଘୋଷଣା କରିପାରନ୍ତି ବୋଲି କଳ୍ପନା ଚାଲିଛି। ଯଦି ଏହା ହୁଏ, ତେବେ ଏହା ଦେଶର ଲକ୍ଷ ଲକ୍ଷ ଚାଷୀ ପରିବାର ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ। ପ୍ରାୟତଃ ଦେଖାଯାଏ ଯେ କିସ୍ତି ଜାରି ହେବା ପରେ ମଧ୍ୟ ଅନେକ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ପାରୁନାହିଁ। ଏହାର ସବୁଠାରୁ ବଡ଼ କାରଣ ହେଉଛି ଇକେୱାଇସିର ଅଭାବ। ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଚାଷୀମାନେ ଇକେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି, କେବଳ ସେମାନେ ପରବର୍ତ୍ତୀ କିସ୍ତି ପାଇବେ। ଯଦି ଆପଣ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ତେବେ ଏହାକୁ ତୁରନ୍ତ ପ୍ରଧାନମନ୍ତ୍ରୀ କିଷାନ ପୋର୍ଟାଲ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ ପୂରଣ କରନ୍ତୁ। ଆପଣଙ୍କୁ କୌଣସି ସ୍ଥାନକୁ ଯାତ୍ରା କରିବାକୁ ମଧ୍ୟ ପଡ଼ିବ ନାହିଁ। ସରକାର ଏକ OTP ଆଧାରିତ ଇକେୱାଇସି ସିଷ୍ଟମ ଆରମ୍ଭ କରିଛନ୍ତି। ଯଦି ଆପଣଙ୍କର ମୋବାଇଲ ନମ୍ବର ଆପଣଙ୍କର ଆଧାର କାର୍ଡ଼ ସହିତ ଲିଙ୍କ ହୋଇଛି, ତେବେ ଆପଣ ଘରେ ବସି ଆପଣଙ୍କର ଯାଞ୍ଚ ସମାପ୍ତ କରିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଅଫିସିଆଲ ପୋର୍ଟାଲ pmkisan.government.in ପରିଦର୍ଶନ କରିବାକୁ ପଡ଼ିବ। ଇକେୱାଇସି ବିକଳ୍ପ ଚୟନ କରିବାକୁ ପଡ଼ିବ ଏବଂ ଆପଣଙ୍କର ଆଧାର ନମ୍ବର ଏବଂ OTP ଦେବାକୁ ପଡ଼ିବ। ପରବର୍ତ୍ତୀ ଖବର, ଏମାନେ ହେଉଛନ୍ତି ବିଶ୍ୱର 10ଟି ସବୁଠାରୁ ଶକ୍ତିଶାଳୀ ଦେଶ।
ତାଲିକାରେ ନାହିଁ ଭାରତ ନାମ, କାହିଁକି ଲିଷ୍ଟରୁ କଟିଲା ଜାଣନ୍ତୁ। ୱାର୍ଲଡ ପପୁଲେସନ୍ ରିଭ୍ୟୁ ବିଶ୍ୱର 10ଟି ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ସବୁବେଳେ ପରି ଆମେରିକା ଶୀର୍ଷ ସ୍ଥାନ ବଜାୟ ରଖିଛି। ତାପରେ ରୁଷ ଏବଂ ଚୀନ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାରତ ଏହି ତାଲିକାରୁ ବାଦ୍ ପଡ଼ିଛି। 2026 ପାଇଁ ବିଶ୍ୱ ଜନସଂଖ୍ୟା ସମୀକ୍ଷାରେ ଭାରତକୁ 12ତମ ସ୍ଥାନ ଦିଆଯାଇଛି। ଏହା କେବଳ ବିଶ୍ୱର ସର୍ବବୃହତ୍ ଅର୍ଥନୀତି ନୁହେଁ, ବରଂ ବିଶ୍ୱର ଚତୁର୍ଥ ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି ମଧ୍ୟ। ଭାରତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। କେଉଁ କାରଣ ଉପରେ ର୍ୟାଙ୍କିଂ ନିଷ୍ପତ୍ତି ନିଆଯାଇଥାଏ? ବିଶ୍ୱ ଜନସଂଖ୍ୟା ସମୀକ୍ଷା ଦାବି କରେ ଯେ ଏହା ଆର୍ଥିକ କ୍ଷମତା, ସାମରିକ ସମ୍ବଳ, ପ୍ରଯୁକ୍ତିବିଦ୍ୟା ଉନ୍ନତି, ଜନସଂଖ୍ୟାଗତ ଶକ୍ତି, ଶାସନ ସ୍ଥିରତା ଏବଂ ଆନ୍ତର୍ଜାତୀୟ ପ୍ରତିଷ୍ଠାନରେ ପ୍ରଭାବଶାଳୀ ଭାବରେ ଅଂଶଗ୍ରହଣ କରିବାର କ୍ଷମତା ଉପରେ ଆଧାରିତ। ତାଲିକାରେ ଅନ୍ତର୍ଭୁକ୍ତ ଦେଶଗୁଡ଼ିକ 5ଟି ଗୁଣ ଉପରେ ମୂଲ୍ୟାଙ୍କନ କରିଯାଏ: ସାମରିକ ମେଣ୍ଟ, ଆନ୍ତର୍ଜାତୀୟ ମେଣ୍ଟ, ରାଜନୈତିକ ପ୍ରଭାବ, ଅର୍ଥନୈତିକ ପ୍ରଭାବ ଏବଂ ନେତୃତ୍ୱ। ଏହି କ୍ଷେତ୍ରଗୁଡ଼ିକରେ ନିରନ୍ତର ଫଳ ପ୍ରଦର୍ଶନ କରୁଥିବା ଦେଶଗୁଡ଼ିକୁ ସର୍ବୋଚ୍ଚ ସ୍ଥାନ ମିଳିଥାଏ, ଯାହା ବିଶ୍ୱ ସ୍ତରରେ ସେମାନଙ୍କ ସ୍ୱୀକୃତି ଏବଂ ପ୍ରତିଷ୍ଠା ବୃଦ୍ଧି କରିଥାଏ। ବିଶ୍ୱର 10ଟି ଶକ୍ତିଶାଳୀ ଦେଶର ତାଲିକା: ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ରୁଷିଆ, ଯୁକ୍ତରାଜ୍ୟ, ଜର୍ମାନୀ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଜାପାନ, ସାଉଦି ଆରବ, ଇସ୍ରାଏଲ। ପରବର୍ତ୍ତୀ ଖବର, ରେକର୍ଡ ଭାଙ୍ଗୁଛି ଶୀତ ପ୍ରକୋପ। 10 ଡିଗ୍ରୀ ତଳେ 28 ସହର ପାରଦ। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିବ। ପ୍ରାୟ 3ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ପାରଦ। ଅର୍ଥାତ୍ ଥଣ୍ଡାର ଭୟାନକ ପ୍ରକୋପରୁ ସାମୟିକ ଆଶ୍ୱସ୍ତି ମିଳିବ। ମାତ୍ର 2 ଦିନ ପରେ ଆକାଶ ପୁଣି ମେଘମୁକ୍ତ ହେବା ସହ ବଢ଼ିବ ଥଣ୍ଡାର ପ୍ରକୋପ। କିଛି ଦିନ ଥରାଇବ, ହେଲେ 18ରୁ କ୍ରମଶଃ ରାତି ତାପମାତ୍ରା ବଢ଼ିବାକୁ ଲାଗିବ। ଏଭଳି ପୂର୍ବାନୁମାନ ଦେଖାଇଛନ୍ତି ପାଣିପାଗ ବିଶେଷଜ୍ଞ। ଶନିବାର ସନ୍ଧ୍ୟା ପରଠାରୁ ଶୀତ ପ୍ରକୋପ କିଛି ମାତ୍ରାରେ କମିଛି। ସନ୍ଧ୍ୟା 8:30 ବେଳେ ଭୁବନେଶ୍ୱର ତାପମାତ୍ରା 20.4 ଡିଗ୍ରୀ ସେଲସିୟସ୍ ଥିଲା। ଶୁକ୍ରବାର ଏହି ସମୟରେ ପାରଦ 14.4 ଡିଗ୍ରୀ ଥିଲା। ଅର୍ଥାତ୍ ଶୁକ୍ରବାର ଠାରୁ 6 ଡିଗ୍ରୀ ଅଧିକ ଥିଲା ତାପମାତ୍ରା। ଦିନରେ ବି କାଳୁଆ ପବନ ପ୍ରଭାବ କମ୍ ଥିଲା ପୂର୍ବ ଅପେକ୍ଷା। ରାଜ୍ୟରେ ମାସେରୁ ଅଧିକ ସମୟ ହେବ ଥଣ୍ଡାର ଅସହ୍ୟ ପ୍ରକୋପ ଜାରି ରହିଛି। ଶୁକ୍ରବାର ରାତିରେ ଭୀଷଣ ଥଣ୍ଡାରେ ଥରିଥିଲା ସାରା ଓଡ଼ିଶା। ଶୁକ୍ରବାର ରାତିରେ ଶିମିଳିପାଳର ଉପର ବାରହାକମୁଡ଼ାରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ବିଯୁକ୍ତ 1 ଡିଗ୍ରୀ ସେଲସିୟସ୍ ଥିଲା। 28ଟି ସ୍ଥାନରେ ପାରଦ 10 ଡିଗ୍ରୀ ତଳେ ଥିଲା। ପରବର୍ତ୍ତୀ ଖବର, ହୁତୁ ହୁତୁ ହୋଇ ଜଳିଗଲା ଆମ ବସ୍। ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ। ଆମ ବସ୍ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହୁତୁ ହୁତୁ ହୋଇ ଜଳିଲା ଆମ ବସ୍। ଗୋଟେ ଇଭି ବସ୍ରେ ଭୟଙ୍କର ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ନିଆଁ ଲିଭା କାର୍ଯ୍ୟରେ 2ଟି ଅଗ୍ନିଶମ ଗାଡ଼ି ନିୟୋଜିତ ଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁସାରେ ପଟିଆ ଆମ ବସ୍ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଡିପୋରେ ଅନେକ ଗୁଡ଼ିଏ ଆମ ବସ୍ ଥିବା ବେଳେ ଗୋଟିଏ ଇଭି ବସ୍ରେ ନିଆଁ ଲାଗିଯାଇଛି। ପ୍ରାରମ୍ଭିକ ତଦନ୍ତରୁ ସର୍ଟ ସର୍କିଟ୍ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି, କାରଣ ଗାଡ଼ିଟି ଚାର୍ଜିଂରେ ବସିଥିବା ବେଳେ ନିଆଁ ଲାଗିଥିବା ନେଇ ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବିଭାଗ ଓ ପୋଲିସ। 2ଟି ଅଗ୍ନିଶମ ଟିମ୍ ଦ୍ୱାରା ନିଆଁ ଲିଭା ଉଦ୍ୟମ ଜାରି ରହିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ନେଇ ସୂଚନା ମିଳିଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ଖବର, ଏନ୍ଇପି ଢାଞ୍ଚାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହି, ତୃତୀୟରୁ ପଢ଼ା ହେବ ଯୋଗ କଳା ଜାତୀୟ ଶିକ୍ଷାନୀତି 2020କୁ ଆଧାର କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଢାଞ୍ଚା ପରିବର୍ତ୍ତନ ହୋଇଛି। ବହିର ନାଁ ବଦଳିଛି, ବିଷୟବସ୍ତୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିସହ ଆଉ କିଛି ନୂଆ ପାଠ୍ୟକ୍ରମ ସାମିଲ କରାଯାଇଛି। ତୃତୀୟ ଶ୍ରେଣୀରୁ କଳା ଶିକ୍ଷା ସହ ଶାରୀରିକ ଶିକ୍ଷା ପଢ଼ାଯିବ। ଏଥିପାଇଁ ଖେଳ ଓ ଯୋଗ ବହି ପ୍ରସ୍ତୁତ ହୋଇଛି। ସେହିପରି ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷାକୁ ସାମିଲ କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମୋଟ 55ଟି ପାଠ୍ୟପୁସ୍ତକକୁ ବିକଶିତ କରାଯାଇଛି। ନୂଆ ପାଠ୍ୟପୁସ୍ତକ ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍ 2026-27ରୁ ପଢ଼ାଯିବ। ଏଥିପାଇଁ ବହି ଛପା କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକର ତାଲିକା ମଧ୍ୟ ସ୍କୁଲମାନଙ୍କୁ ପଠାଯାଇଛି। ଓଡ଼ିଶା ପାଠ୍ୟକ୍ରମ ଢାଞ୍ଚା OCF-AC 2025 ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବହିର ବିକାଶ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଶ୍ରେଣୀରୁ 2ଟି ପୁସ୍ତକ ପିଲା ପଢ଼ିବେ, ଯେଉଁଥିରେ ଓଡ଼ିଆ ପୁସ୍ତକ ନାଁ ଝୁଲଣା 1 ଥିବା ବେଳେ ଗଣିତ ଶିକ୍ଷା ପାଇଁ ଗଣିତ ଖେଳ ପୁସ୍ତକ ପ୍ରସ୍ତୁତ କରାଯାଇଛି। ସେପରି ଦ୍ୱିତୀୟ ଶ୍ରେଣୀ ପାଇଁ ଝୁଲଣା 2 ମୟାମୟାରେ ଗଣିତ ବହି ପ୍ରସ୍ତୁତ ହୋଇଛି। ତୃତୀୟ ଶ୍ରେଣୀର ପିଲାମାନେ 6ଟି ବହି ପଢ଼ିବେ, ଯେଉଁଥିରେ ଭାଷା ମହକ 1, ଓଡ଼ିଆ ପଲ୍ଲବୀ ଇଂରାଜୀ, ଗଣିତ ମେଲା ଏବଂ ବିଚିତ୍ର ବିଶ୍ୱ ପରିବେଶ ବିଜ୍ଞାନ, ଇନ୍ଦ୍ରଧନୁ କଳା ଶିକ୍ଷା, ଖେଳ ଓ ଯୋଗ ଶାରୀରିକ ପାଠ୍ୟପୁସ୍ତକରେ ପଢ଼ା ହେବ। ସେପରି ଚତୁର୍ଥ ଶ୍ରେଣୀର ପିଲାଙ୍କୁ ଭାଷା ମହକ 2, ଓଡ଼ିଆ ପଲ୍ଲବୀ ଇଂରାଜୀ, ଗଣିତ ମେଲା
ଆମ ବିଚିତ୍ର ବିଶ୍ୱ ପରିବେଶ ବିଜ୍ଞାନ ଭଳି ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ପରବର୍ତ୍ତୀ ଖବର ସମ୍ବଲପୁରରେ 451 କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ଫ୍ୟାସିଲିଟି ଦୂର ହେଲା। ସମ୍ବଲପୁର ସହରବାସୀଙ୍କ ଦୀର୍ଘଦିନର ସମସ୍ୟା ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ବଡ଼ ପଦକ୍ଷେପ। ସମ୍ବଲପୁର ସହରବାସୀଙ୍କୁ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ 451 କୋଟି 24 ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ୍ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁର ସହର ମଧ୍ୟରେ ପ୍ରାୟ 340 କିଲୋମିଟର ଦୀର୍ଘ ପାଣି ପାଇପଲାଇନ୍ ବିଛାଯିବ। ସେଥିପାଇଁ ଗୋଟିଏ ଇନଟେକ୍ ୱେଲ୍ ଓ 2ଟି ଆଧୁନିକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ସମ୍ବଲପୁର ପଟେ 65 MLD ଏବଂ ବୁର୍ଲା ପଟେ 35 MLD କ୍ଷମତାର 2ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପିତ ହେବ। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ପ୍ରକଳ୍ପ ମାଧ୍ୟମରେ ଦିନକୁ ମୋଟ 100 ମିଲିୟନ ଲିଟର ପାନୀୟ ଜଳ ଉପଲବ୍ଧ ହେବ। ଏହି ବୃହତ୍ ପ୍ରକଳ୍ପ ଦ୍ୱାରା ସମ୍ବଲପୁର ସହରର 41ଟି ୱାର୍ଡର ପ୍ରାୟ 5 ଲକ୍ଷ ଜନସାଧାରଣ ଉପକୃତ ହେବେ। ଖରାଦିନରେ ସହରରେ ଦିନକୁ ପ୍ରାୟ 30 ମିଲିୟନ ଲିଟର ଅର୍ଥାତ୍ ଦିନକୁ 3 କୋଟି ଲିଟର ପାଣିର ଅଭାବ ହେଉଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପାନୀୟ ଜଳ ସମସ୍ୟାର ସମାଧାନ ହେବା ସହିତ ସହରବାସୀ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଅମୃତ 2.0 ଯୋଜନା ଅଧୀନରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଅଂଶ। ଏଥିରେ ସହରବାସୀ ସିଧାସଳଖ ଟ୍ୟାପ୍ରୁ ପାଣି ଆଣି ପିଇପାରିବେ, ଯାହାକୁ ଅଲଗା ଭାବେ ଫିଲ୍ଟର କରିବାର ଆବଶ୍ୟକତା ରହିବ ନାହିଁ। ଭଲ ଓ ସୁରକ୍ଷିତ ପାନୀୟ ଜଳ ଯୋଗୁଁ ସମ୍ବଲପୁରବାସୀଙ୍କ ଜୀବନ ଧାରଣ ମାନରେ ଗୁଣାତ୍ମକ ପରିବର୍ତ୍ତନ ଆସିବ। ଅନ୍ୟପଟେ ସମ୍ବଲପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ ଓପିଡି ବିଲ୍ଡିଂର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ଟ୍ରମା କେୟାର ସେଣ୍ଟର ଓ ଓପିଡି ନିର୍ମାଣ ପାଇଁ ସରକାର ପକ୍ଷରୁ ମୋଟ 21 କୋଟି 28 ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହା ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ। ଏହା ସହିତ ଡାକ୍ତରଖାନା ପରିସରରେ 2 କୋଟି 53 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ CSST ସେଣ୍ଟ୍ରାଲ ଷ୍ଟେରିଲି ସପ୍ଲାଏ ଡିପାର୍ଟମେଣ୍ଟ ବିଲ୍ଡିଂର ମଧ୍ୟ ଉଦ୍ଘାଟନ କରାଯାଇଛି। ଏଠାରେ ଆଧୁନିକ ପ୍ରଣାଳୀ ମାଧ୍ୟମରେ ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ଇକ୍ୟୁପମେଣ୍ଟକୁ ସଫା ଓ ଷ୍ଟେରିଲାଇଜ୍ କରାଯିବ। ଉଦ୍ଘାଟନ ଅବସରରେ ଗଣମାଧ୍ୟମକୁ ନିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଦୁର୍ଘଟଣା ହାର ବଢ଼ି ଚାଲିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଟ୍ରମା କେୟାର ସେଣ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି। ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଏବଂ ସୁନିଶ୍ଚିତ ଚିକିତ୍ସା ଯୋଗାଇ ଦେବା ଏହାର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦାୟିତ୍ୱ ନେବାର 13 ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ବଡ଼ ସରକାରୀ ଡାକ୍ତରଖାନାର ଟ୍ରମା କେୟାର ସେଣ୍ଟର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସମୁଦାୟ 89ଟି ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ଦୁର୍ଘଟଣାଜନିତ ମୃତ୍ୟୁ ଓ କ୍ଷୟକ୍ଷତି ସଂଖ୍ୟା କମିବା ସହ ଆହତମାନେ ସଠିକ୍ ସମୟରେ ଉତ୍ତମ ଚିକିତ୍ସା ପାଇପାରିବେ। ପରବର୍ତ୍ତୀ ଖବର, ଗାଡ଼ି ଚାଳକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି, ସରକାର କମାଇବେ ପ୍ରଦୂଷଣ ଫାଇନ୍। ତେବେ ପ୍ରଦୂଷଣ ଫାଇନ୍କୁ ନେଇ ଚାଳକଙ୍କ ମଧ୍ୟରେ ଚିନ୍ତା ବଢ଼ି ଚାଲିଥିଲା, ଯାହାକୁ ନେଇ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ସମୟସୀମା ତ ମାର୍ଚ୍ଚ ଶେଷ ଯାଏଁ ବଢ଼ାଯାଇଛି। ତାହା ସହ ଆଗକୁ ମୋଟା ଫାଇନ୍ ଲାଗିବ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଆଉ 10,000 ନୁହେଁ, 2 କିମ୍ବା 3,000 ଟଙ୍କା ହେବ ପ୍ରଦୂଷଣ ଜରିମାନା। ଲୋକଙ୍କ ଆର୍ଥିକ ବୋଝ ଦେଖି ଜରିମାନା କମାଇବାକୁ ବିଚାର କରୁଛି ପରିବହନ ବିଭାଗ। ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରଦୂଷଣ ଜରିମାନା ରାଶିକୁ ତର୍ଜମା କରୁଛି ବିଭାଗ। କିଛି ଦିନ ତଳେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ୍ ଜରିମାନାକୁ କୋହଳ କରିବା ସହ ଟୋଲଗେଟ୍ ଯାଞ୍ଚ ବେଳେ କଟକଣା କୋହଳ ପରେ ପ୍ରଦୂଷଣକୁ ନେଇ ଥମୁନି ରାଜନୀତି। ଅନ୍ୟପଟେ ଛାତ୍ର ବିଜେଡି ପରେ ଆଜି ସାଇକେଲ ରାଲି କରି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ ଯୁବ କଂଗ୍ରେସ। ପଲ୍ୟୁସନ ସେଣ୍ଟର ଏବେ ପିକନିକ୍ ସ୍ପଟ କହି କଟାକ୍ଷ କରିଛି ବିଜେଡି। ତେବେ 10,000 ଟଙ୍କା ଜରିମାନା ଲାଗୁ କରିଥିବା ଲୋକ ବେଶୀ ପାଟି କରୁଛନ୍ତି କହି ବିରୋଧୀକୁ ଟାର୍ଗେଟ କରିଛନ୍ତି ପରିବହନ ମନ୍ତ୍ରୀ। ପରବର୍ତ୍ତୀ ଖବର, ପ୍ରଥମେ ବାଂଲାଦେଶ, ଏବେ ପାକିସ୍ତାନ ସବୁଠି ହିନ୍ଦୁକୁ ବିରୋଧ। ପାକ୍ରେ ହିନ୍ଦୁ ଯୁବକଙ୍କୁ ଗୁଲି କରି ହତ୍ୟା। ପାକିସ୍ତାନର ସିନ୍ଧ ପ୍ରଦେଶରେ ଜଣେ 23 ବର୍ଷୀୟ ହିନ୍ଦୁ ଚାଷୀଙ୍କୁ ଗୁଲି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି। ତେବେ ଜମି ମାଲିକଙ୍କ ଜମିରେ ଆଶ୍ରୟସ୍ଥଳୀ ନିର୍ମାଣ କରିବାରୁ ତାଙ୍କୁ ଗୁଲି କରି ହତ୍ୟା କରିଛନ୍ତି ଜମି ମାଲିକ। ଏହି ହତ୍ୟାକାଣ୍ଡ ପରେ ହିନ୍ଦୁ ସମ୍ପ୍ରଦାୟର ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି ଏବଂ ବ୍ୟାପକ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି। ପରବର୍ତ୍ତୀ ଖବର, ରାଉରକେଲା ବିମାନ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଆହତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ହେଲିକପ୍ଟର ଯିବେ ବିଶେଷଜ୍ଞ ଡାକ୍ତର। ରାଉରକେଲା ବିମାନ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ,
ବାଣିଜ୍ୟ ଓ ପରିବହନ ବିଭାଗ ତ୍ୱରିତ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର, ଜିଲ୍ଲା ପ୍ରଶାସନ ଓ ସମ୍ପର୍କିତ ବିମାନ କମ୍ପାନୀ ସହ ସମନ୍ୱୟରେ ବିଭାଗ ଏହି ପଦକ୍ଷେପ ନେଇଛି। ରାଉରକେଲା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଯଥାଶୀଘ୍ର ଚିକିତ୍ସା ପାଇଁ ଅନୁସନ୍ଧାନକାରୀ ଟିମ୍ ଓ ବିଶେଷଜ୍ଞ ଡାକ୍ତରମାନଙ୍କୁ ରାଉରକେଲା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବ୍ୟାପକ ଲଜିଷ୍ଟିକ୍ସ ସହାୟତା ଯୋଗାଇଛନ୍ତି। ପରବର୍ତ୍ତୀ ଖବର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ସରପଞ୍ଚ ପାଇଁ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ। ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ। ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବୀ। ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ। ତେଣୁ ସରପଞ୍ଚ ନିଶ୍ଚିତ ଓଡ଼ିଆ ଭାଷା ପଢ଼ିବା ଏବଂ ଲେଖିବା ଜାଣିବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସୋହାଗପୁର ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦିଆଯାଇଥିବା ଆଦେଶକୁ କାଏମ ରଖିଛନ୍ତି। ସରପଞ୍ଚ ଶେଖ୍ ଆବୁତେହରଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ଆଦେଶ ଦେବା ସହ ନିମ୍ନ ଅଦାଲତଙ୍କ ଆଦେଶ କାଏମ ରଖିଛନ୍ତି। 2022ରେ ନିମାପଡ଼ା ଅଞ୍ଚଳର ସୋହାଗପୁର ସରପଞ୍ଚ ଭାବେ ଶେଖ୍ ଆବୁ ତେହର ନିର୍ବାଚିତ ହୋଇଥିଲେ। ନିର୍ବାଚନ ପରେ ପରାଜିତ ପ୍ରାର୍ଥୀ ଶାନ୍ତିଲତା ମିଶ୍ର ସିଭିଲ ଜଜ୍ ଜୁନିୟର ଡିଭିଜନ ନିମାପଡ଼ାଙ୍କ ନିକଟରେ ଏକ ନିର୍ବାଚନୀ ମାମଲା ରଖିଥିଲେ। ସେ ଅଭିଯୋଗ କରିଥିଲେ ଯେ ଓଡ଼ିଆ ଗ୍ରାମ ପଞ୍ଚାୟତ ଅଧିନିୟମ 1964 ଧାରା 11B ଅନୁଯାୟୀ ନିର୍ବାଚିତ ସରପଞ୍ଚ ଓଡ଼ିଆ ପଢ଼ିବା ଓ ଲେଖିବା ନିହାତି ଆବଶ୍ୟକ, କିନ୍ତୁ ଶେଖ୍ ଆବୁତେହର ଓଡ଼ିଆ ଲେଖି ପଢ଼ି ଜାଣିନାହାନ୍ତି। ଏଥିସହ ଋଣ ଖିଲାପ କରି ଭାବେ ମଧ୍ୟ ତାଙ୍କ ନାମରେ ଅଭିଯୋଗ ହେଉଛି। ତେଣୁ ଶେଖ୍ ଆବୁତେହଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରାଯାଇଥିଲା। ଯଦିଓ ଋଣ ଖିଲାପ ତାଙ୍କ ବିରୁଦ୍ଧରେ ପ୍ରମାଣ ହୋଇପାରି ନଥିଲା, କିନ୍ତୁ ଓଡ଼ିଆ ଲେଖାପଢ଼ାକୁ ନେଇ ମାମଲା ଚାଲିଥିଲା। ଶେଖ୍ ଆବୁତେହରଙ୍କ ପକ୍ଷରୁ ଓଡ଼ିଆ ପକ୍ଷରେ ଲେଖାଯାଇଥିଲା ଏକ କାଗଜ, ସ୍କୁଲ ଲିଭିଂ ପ୍ରମାଣପତ୍ର ଆଦି ଅଦାଲତରେ ଦାଖଲ କରାଯାଇଥିଲା। ତେବେ ନିମ୍ନ ଅଦାଲତରେ ତାଙ୍କୁ ଖବରକାଗଜ ଏବଂ ଛବିଳ ମଧୁ ବର୍ଣ୍ଣବୋଧ ପଢ଼ିବାକୁ ଦିଆଯାଇଥିଲା। ଏହା ସହ ଖୋଲା ଅଦାଲତରେ ତାଙ୍କୁ ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନାରେ ପଞ୍ଚାୟତକୁ ଏହି ବର୍ଷ କେତେ ଟଙ୍କା